ଖ୍ରୀଷ୍ଟଙ୍କୁ ଖ୍ରୀଷ୍ଟଙ୍କ ଠାରେ ଖ୍ରୀଷ୍ଟଙ୍କ ସହିତ ଖ୍ରୀଷ୍ଟଙ୍କ ଦ୍ୱାରା ଏହି ସମ୍ପର୍କରେ ଆମେ ଜାଣିବା ବୁଝିବା। ଈଶ୍ୱରଙ୍କର ବାକ୍ୟରୁ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆମେ ଯଦି ପ୍ରଭୁଙ୍କର ବାକ୍ୟରୁ ଦେଖିବା ଜହନ 1:12 ଅତି ସୁପରିଚିତ ଅଂଶ, ସେଠାରେ ଆମେ ଦେଖୁ ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ଏଇଠାରେ ଆମେ ଦେଖୁ ଯେ ଖ୍ରୀଷ୍ଟଙ୍କୁ ଯେଉଁମାନେ ବ୍ୟକ୍ତିଗତ ତ୍ରାଣକର୍ତ୍ତା ଉଦ୍ଧାରକର୍ତ୍ତା ବୋଲି ଗ୍ରହଣ କଲେ, ଆଉ ଖ୍ରୀଷ୍ଟଙ୍କୁ ଯେ ବିଶ୍ୱାସ କଲେ, ଈଶ୍ୱରଙ୍କର ଏକମାତ୍ର ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ, ଆଉ ସେ ନରରୂପ ଧରି ଏହି ଜଗତରେ ଆସିଥିଲେ ଆଉ ମୃତ୍ୟୁବରଣ କଲେ ପାପ କ୍ଷମା ନିମନ୍ତେ, ପାପୀ ମନୁଷ୍ୟର ଉଦ୍ଧାର ନିମନ୍ତେ ସେ ମୃତ୍ୟୁବରଣ କରି ତୃତୀୟ ଦିନ ଜି ଉଠିଲେ। ତାଙ୍କର ରକ୍ତ, ବହୁମୂଲ୍ୟ ରକ୍ତ ଛରାଇଲେ, ଆଉ ସେହି ରକ୍ତ ପ୍ରତ୍ୟେକ ମାନବ ଜାତିର ପାପ ଧୋଇ ପରିଷ୍କୃତ କରିବ, ଜୀବନରେ ଶାନ୍ତି ଆନନ୍ଦ ଆଣିବ। ଏକମାତ୍ର ପ୍ରଭୁ ବୋଲି ଯେଉଁମାନେ ଗ୍ରହଣ କରନ୍ତି ଖ୍ରୀଷ୍ଟଙ୍କୁ ଆଉ ବିଶ୍ୱାସ କରନ୍ତି, ତାଙ୍କର ନାମ ଯୀଶୁ ଉଦ୍ଧାରକର୍ତ୍ତା, ତେଣୁକରି ତାହାଙ୍କୁ ଯେଉଁମାନେ ବିଶ୍ୱାସ କରନ୍ତି ସେମାନେ ହିଁ ପରିତ୍ରାଣ ପ୍ରାପ୍ତ ହେବେ। ଆମେ ରୋମିଓ ପୁସ୍ତକରେ ଦେଖୁ, ଯେଉଁମାନେ ଯୀଶୁଙ୍କୁ ହୃଦୟରେ ଗ୍ରହଣ କରନ୍ତି, ମୃତମାନଙ୍କ ମଧ୍ୟରୁ ଯୀଶୁ ପୁନରୁତ୍ଥିତ ବୋଲି ଆଉ ଏହି ପ୍ରକାର ବିଶ୍ୱାସ କରନ୍ତି, ସେମାନେ ପରିତ୍ରାଣ ପ୍ରାପ୍ତ ହେବେ ବୋଲି। ତେଣୁକରି ଆମେ ଏହି ବାକ୍ୟରେ ଆମେ ଦେଖୁ ଯେ ଯେତେ ଲୋକ, ମାନେ ସେମାନଙ୍କୁ ହିଁ କୁହାଯାଉଛି, ଯେତେ ଜଣ ଖ୍ରୀଷ୍ଟଙ୍କୁ ଗ୍ରହଣ କରୁଅଛନ୍ତି, ସେ ଆଉ ବିଶ୍ୱାସ କରୁଅଛନ୍ତି, ସେଇ ସମସ୍ତେ ହିଁ ଈଶ୍ୱରଙ୍କର ସନ୍ତାନ ହେବାର ଅଧିକାର ପ୍ରାପ୍ତ ହେବେ। ତେଣୁକରି ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ବିଷୟରେ ଆମେ ଏଠାରେ ଦେଖୁଛୁ। ଏବେ ଆମେ ଦେଖିବା ଖ୍ରୀଷ୍ଟଙ୍କ ସହିତ କ'ଣ? ଖ୍ରୀଷ୍ଟଙ୍କ ଶରୀର ଆମେ ମାନେ ପ୍ରଭୁଙ୍କର ବାକ୍ୟରେ ଆମେ ଦେଖୁ 1 Corinthians 12:27 ତୁମେମାନେ ଖ୍ରୀଷ୍ଟଙ୍କ ଶରୀର ଆଉ ଏକ ଏକ ଜଣ ଏକ ଏକ ଅଙ୍ଗ ସ୍ୱରୂପ ବୋଲି ଲେଖାଯାଏ। ତେଣୁକରି ଏହି ବାକ୍ୟ ପ୍ରକାରେ ଆମେ ଯେତେବେଳେ ଖ୍ରୀଷ୍ଟଙ୍କୁ ଗ୍ରହଣ କଲୁ, ଖ୍ରୀଷ୍ଟଙ୍କ ଶରୀରରେ ଏକ ଅଙ୍ଗ ସ୍ୱରୂପ ଆମେ ଜଡ଼ିତ ହେଲୁ, ସେଇ ଖ୍ରୀଷ୍ଟଙ୍କର ଅଙ୍ଗ ଆମେ ହେଇଗଲୁ। ତେଣୁ ଆମମାନେ ଖ୍ରୀଷ୍ଟଙ୍କର ଶରୀର, ଖ୍ରୀଷ୍ଟଙ୍କର ଆମେ ପ୍ରଭୁଙ୍କର ବାକ୍ୟରେ ଦେଖିବା 2 Corinthians 5:17 ଆମେ ଦେଖୁ ଯେ ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ତେବେ ଖ୍ରୀଷ୍ଟଙ୍କୁ ଗ୍ରହଣ କରି ଆମେ ଖ୍ରୀଷ୍ଟଙ୍କ ଶରୀର ବା ଖ୍ରୀଷ୍ଟଙ୍କର ହୋଇ ଆମେ ଖ୍ରୀଷ୍ଟଙ୍କ ଠାରେ ଅଛୁ ବୋଲି ପ୍ରମାଣିତ କରିବାର ଅଛି ପ୍ରଭୁଙ୍କର ବାକ୍ୟ ପ୍ରକାରେ। ଯଦି ଖ୍ରୀଷ୍ଟଙ୍କୁ ଆମେ ଗ୍ରହଣ କଲୁ, ଆମେ ଖ୍ରୀଷ୍ଟଙ୍କର ଶରୀର ହେବା ସହିତ ଖ୍ରୀଷ୍ଟଙ୍କ ଠାରେ ଅଛୁ, ଆଉ ଗୋଟେ ନୂତନ ସୃଷ୍ଟି, ନ୍ୟୁ କ୍ରିଏସନ୍ ଭାବେ ଆମମାନେ ନାମିତ ହେଲୁ, ପରିଗଣିତ ହେଲୁ। ପ୍ରଭୁଙ୍କର ସେଇ ସହିତ ଖ୍ରୀଷ୍ଟଙ୍କ ଠାରେ ରହି ପୁରାତନ ବିଷୟ ସବୁ ଲୋପ ପାଇଛି, ଆମମାନଙ୍କର ପାପକୁ ସେ କ୍ଷମା କରିଛନ୍ତି। ଆମମାନଙ୍କର ନୂତନ ବିଷୟ, ପ୍ରଭୁଙ୍କର ଗୁଣ, ପ୍ରଭୁଙ୍କର ସମସ୍ତ ସ୍ୱଭାବ ଆଉ ବାକ୍ୟର ସତ୍ୟତା ଅନୁସାରେ ଆମମାନଙ୍କ ଜୀବନରେ ନୂଆ ବିଷୟ ଦେଖାଯିବାର ଅଛି। ଆମମାନଙ୍କର ପୁରାତନ ବିଷୟ, ପାପ ବିଷୟ ସବୁ ପ୍ରଭୁ କ୍ଷମା କରିଛନ୍ତି ବୋଲି ଆମମାନଙ୍କର ଠାରୁ ଲୋପ ପାଇବାର ଅଛି। ତେବେ ଆମେ ଜାଣୁ ଯେ ଆମେ ଖ୍ରୀଷ୍ଟଙ୍କ ଠାରେ ଅଛୁ ବୋଲିକି। ତା ସହିତ ଆମେ ଦେଖୁ ଯେ ଗାଲାତୀୟ 3:20 ସେଠାରେ ଆମେ ଦେଖୁ ଯେ ପ୍ରେରିତ ପାଉଲ କହନ୍ତି, ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି, ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଛନ୍ତି। ମୁଁ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନଯାପନ କରୁଅଛି, ତାହା ବିଶ୍ୱାସରେ, ଅର୍ଥାତ୍ ଈଶ୍ୱରଙ୍କ ପୁତ୍ର ମୋତେ ପ୍ରେମ କରି ମୋ ନିମନ୍ତେ ଆପଣଙ୍କୁ ଉତ୍ସର୍ଗ କଲେ, ତାହାଙ୍କଠାରେ ବିଶ୍ୱାସ କରି ଯାପନ କରୁଅଛି। ଏହା ଆମମାନଙ୍କ ଜୀବନରେ ମଧ୍ୟ ଲାଗୁ ହୋଇଅଛି। ଆଉ ଏହି ପ୍ରକାର ହିଁ ଆମମାନେ ମଧ୍ୟ ପ୍ରଭୁଙ୍କର ବାକ୍ୟ ପ୍ରକାରେ ଆଗକୁ ବଢ଼ିବାର ଅଛି। ଆମେ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛୁ, ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁବରଣ କରିଅଛୁ। ଆମମାନଙ୍କର ଜୀବନରେ ଥିବା ସେହି ସମସ୍ତ କୁକ୍ରିୟା,
କୁସ୍ୱଭାବ ପାପ ସବୁକୁ ଆମେ ମୃତ ବୋଲି ପ୍ରଭୁଙ୍କର ସହିତ ଆମେ ମରିଯାଇଛୁ ବୋଲି ଘୋଷିତ କରିବାର ଅଛି, ଘୋଷଣା କରିବାର ଅଛି। ଆମମାନଙ୍କର ଜୀବନ ଦ୍ୱାରା ଆମେ ଖ୍ରୀଷ୍ଟଙ୍କ ଠାରେ ଆଉ ଖ୍ରୀଷ୍ଟଙ୍କୁ ଗ୍ରହଣ କରି ଖ୍ରୀଷ୍ଟଙ୍କ ସହିତ ରହି ଆଗକୁ ଯେଉଁ ଜୀବନଯାପନ କରୁଅଛୁ, ପାଉଲ କହିବା ସଦୃଶ୍ୟ ତାହାଙ୍କଠାରେ ବିଶ୍ୱାସ କରି ବର୍ତ୍ତମାନର ଯେଉଁ ଜୀବନଯାପନ ଖ୍ରୀଷ୍ଟଙ୍କ ଠାରେ ଜୀବିତ ରହିକି ଆଉ ଖ୍ରୀଷ୍ଟ ମୋ ଠାରେ ଜୀବିତ ରହିଅଛନ୍ତି। ପ୍ରଭୁଙ୍କର ବାକ୍ୟରେ ଦେଖୁ, ଆମେ କେବଳ ଖ୍ରୀଷ୍ଟଙ୍କ ସହିତ ମୃତ ହୋଇଛୁ ତାହା ନୁହେଁ, କିନ୍ତୁ ଖ୍ରୀଷ୍ଟଙ୍କ ସହିତ ଆମେ ପୁନରୁତ୍ଥିତ ବି ହୋଇଛୁ ବୋଲି ପ୍ରଭୁଙ୍କର ବାକ୍ୟରେ ଅଛି। ତା ସହିତ ପ୍ରଭୁଙ୍କର ଦ୍ୱାରା ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରଭୁ ଆମମାନଙ୍କୁ କେତେ ମହାନ ପଦବୀ ଗୁଡ଼ାକ ଦେଇଛନ୍ତି। ଯେଉଁଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ତ୍ରାଣକର୍ତ୍ତା ବୋଲି ବିଶ୍ୱାସ କଲୁ, ପରିତ୍ରାଣ ପ୍ରାପ୍ତ ହେଲୁ, ଈଶ୍ୱରଙ୍କର ସନ୍ତାନ ହେବାର ଅଧିକାର ପ୍ରାପ୍ତ ହେଲୁ, ସେହିଦିନ ହିଁ ଆମେ ଅନ୍ଧକାରରୁ ଆଲୋକକୁ ତାହାଙ୍କର ଆଶ୍ଚର୍ଯ୍ୟ ଆଲୋକକୁ ଆମେ ଆହ୍ୱାନ ପ୍ରାପ୍ତ ହୋଇ ଗୁଣ କୀର୍ତ୍ତନ କରିବା ପାଇଁ ଗୋଟେ ମନୋନୀତ ବଂଶ, ରାଜକୀୟ ଯାଜକ, ପବିତ୍ର ଜାତି ଆଉ ଈଶ୍ୱରଙ୍କ ନିଜସ୍ୱ ପ୍ରଜା ହେଇପାରିଲୁ। ପ୍ରଥମ ପିତର 2 ତାର 9 ପଦ ଯଦି ପାଠ କରିବା ଆମେ ଦେଖିପାରିବା, କିନ୍ତୁ ଯେ ତୁମମାନଙ୍କୁ ଅନ୍ଧକାରରୁ ଆପଣ ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି, ତୁମ୍ଭେମାନେ ଯେପରି ତାହାଙ୍କ ଗୁଣ କୀର୍ତ୍ତନ କର, ଏଥି ନିମନ୍ତେ ତୁମମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକ ବର୍ଗ, ପବିତ୍ର ଜାତି, ପୁଣି ଈଶ୍ୱରଙ୍କ ନିଜସ୍ୱ ପ୍ରଜା ହୋଇଅଛ। ଦେଖନ୍ତୁ, ଆମମାନେ ଖ୍ରୀଷ୍ଟଙ୍କ ଦ୍ୱାରା ତାହାଙ୍କର ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆସିଅଛୁ, ଆଉ ଆମମାନଙ୍କୁ ତାହାଙ୍କର ଗୁଣ କୀର୍ତ୍ତନ କରିବା ପାଇଁ ଏହି ପଦବୀ ଗୁଡ଼ାକ ମିଳିଛି ବା ପ୍ରାପ୍ତ ହୋଇଛୁ। ଏକ ମନୋନୀତ ବଂଶ, ରାଜକୀୟ ଯାଜକ ବର୍ଗ, ପବିତ୍ର ଜାତି, ଈଶ୍ୱରଙ୍କ ନିଜସ୍ୱ ପ୍ରଜା। ତାହାଙ୍କର ଗୁଣ କୀର୍ତ୍ତନ କରିବା ଅର୍ଥାତ୍ ତାହାଙ୍କୁ ଗୌରବ ଦେବା, ପ୍ରଶଂସା କରିବା, ଆରାଧନା କରିବା, ଏଥି ନିମନ୍ତେ ଆଉ ତାହାଙ୍କର ଦ୍ୱାରା ଆମେମାନେ ବା ଖ୍ରୀଷ୍ଟଙ୍କ ଦ୍ୱାରା ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ଦ୍ୱାରା ଆମମାନେ ଖ୍ରୀଷ୍ଟଙ୍କର ସହିତ ଆମେ ସମାନ ହୋଇପାରିଛୁ। ଆଉ ଖ୍ରୀଷ୍ଟଙ୍କର ସହିତ ଆମେ ଗୌରବାନ୍ୱିତ ହେବା ପାଇଁ ମଧ୍ୟ ସୁଯୋଗ ପ୍ରାପ୍ତ ହୋଇଛୁ। ତା ସହିତ ଖ୍ରୀଷ୍ଟଙ୍କର ସହିତ ସହ ଉତ୍ତରାଧିକାରୀ ହୋଇଛୁ। ଈଶ୍ୱରଙ୍କର ବି ଉତ୍ତରାଧିକାରୀ ଆଉ ଖ୍ରୀଷ୍ଟଙ୍କର ସହ ଉତ୍ତରାଧିକାରୀ ମଧ୍ୟ ହୋଇପାରିଛୁ। ରୋମିଓ 8:17 ଯଦି ପଢ଼ିବା, ସେଠାରେ ଲେଖାଯାଏ, ଆଉ ଯଦି ସନ୍ତାନ ତେବେ ଉତ୍ତରାଧିକାରୀ। ଅର୍ଥାତ୍ ଯଦି ଖ୍ରୀଷ୍ଟଙ୍କ ସହିତ ଗୌରବାନ୍ୱିତ ହେବା ନିମନ୍ତେ ଆମେମାନେ ତାହାଙ୍କ ସଙ୍ଗରେ ଦୁଃଖ ଭୋଗ କରୁ, ତେବେ ଈଶ୍ୱରଙ୍କ ଉତ୍ତରାଧିକାରୀ ଓ ଖ୍ରୀଷ୍ଟଙ୍କ ସହ ଉତ୍ତରାଧିକାରୀ। ଆମେ ଦେଖୁ ଖ୍ରୀଷ୍ଟଙ୍କର ଉତ୍ତରାଧିକାରୀ, ଈଶ୍ୱରଙ୍କର ଉତ୍ତରାଧିକାରୀ ଓ ଖ୍ରୀଷ୍ଟଙ୍କର ସହିତ ସହ ଉତ୍ତରାଧିକାରୀ, ମାନେ ଖ୍ରୀଷ୍ଟ ଈଶ୍ୱରଙ୍କର ପୁତ୍ରତ୍ୱର ଅଧିକାର ପ୍ରାପ୍ତ। ତେଣୁ ଆମେମାନେ ମଧ୍ୟ ଆମମାନେ ମଧ୍ୟ ଖ୍ରୀଷ୍ଟଙ୍କ ସହିତ ଖ୍ରୀଷ୍ଟ ଯେପରି ପିତାଙ୍କର ସେ ପୁତ୍ରତ୍ୱର ଅଧିକାର ପ୍ରାପ୍ତ, ଆମମାନଙ୍କୁ ମଧ୍ୟ ସେ ପୁତ୍ରତ୍ୱର ଅଧିକାର ପ୍ରାପ୍ତ ପ୍ରଭୁ କରାଇଛନ୍ତି। ଖ୍ରୀଷ୍ଟଙ୍କ ସହିତ ଆଉ ସମାନ ସହ ଉତ୍ତରାଧିକାରୀ କରିଅଛନ୍ତି। ଏଇଟା ହେଉଛି ପ୍ରଭୁଙ୍କର ବାକ୍ୟର ସତ୍ୟତା। ଆଉ ଅନେକ ବାକ୍ୟ ଗୁଡ଼ାକ ଅଛି ଖ୍ରୀଷ୍ଟଙ୍କ ଦ୍ୱାରା, ଖ୍ରୀଷ୍ଟଙ୍କ ସହିତ, ଖ୍ରୀଷ୍ଟଙ୍କ ଠାରେ ଆଉ ଖ୍ରୀଷ୍ଟଙ୍କୁ ଦେଇ, ଏ ପ୍ରକାର ଅନେକ ବିଷୟ ଗୁଡ଼ାକ ଆମେ ପ୍ରଭୁଙ୍କର ବାକ୍ୟରେ ଦେଖୁ। ତେଣୁକରି ଏତିକି ବିଷୟ ଆମେ ଧ୍ୟାନ କରିବା, ସ୍ମରଣରେ ଆଣିବା ଆଜି ପାଇଁ, ଏ ସମୟ ପାଇଁ, ଆଉ ପ୍ରଭୁଙ୍କୁ ଗୌରବ ଦେବା। ଏ ବାକ୍ୟ ପ୍ରକାରେ ଆମମାନଙ୍କର ଜୀବନକୁ ପ୍ରଭୁଙ୍କର ଗୌରବ ନିମନ୍ତେ ଆଉ ପ୍ରଭୁଙ୍କର ଗୌରବ ସକାଶେ ଆମେ ସାକ୍ଷୀ ହେବା। ପ୍ରଭୁଙ୍କୁ ସବୁବେଳେ ଏହି ବାକ୍ୟ ପ୍ରକାରେ ଗୌରବ ଦେଇ ବଢ଼ିବା। ପ୍ରଭୁ ସାହାଯ୍ୟ କରନ୍ତୁ। ଯଦି ଆପଣଙ୍କୁ ଭଲ ଲାଗିଲା ତାହେଲେ ଗୋଟେ ଲାଇକ୍ କରନ୍ତୁ, ଆହୁରି ଅନ୍ୟମାନଙ୍କୁ ବି ସେୟାର କରନ୍ତୁ। ତା ସହିତ ଯଦି ନୂତନ ଭାବେ ମୋର ଚ୍ୟାନେଲରେ, ତାହେଲେ ସବସ୍କ୍ରାଇବ୍ କରନ୍ତୁ। ମୋ ନିମନ୍ତେ ପ୍ରାର୍ଥନା କରନ୍ତୁ। ଆଗକୁ ଏ ପ୍ରକାର